जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आमे आज आमे गोटे बहुत ही इंपोर्टेंट लेसन नबा याको शॉर्ट्स रे भी पकई परिए याको आमे लॉन्ग रे भी नहीं परिया। सर्वप्रथम आज आमे जानिबा जे शरीर रे पंचतत्वर निवास स्थान आमे समझते जानिजे भागवत रे अछि पिंड ब्रह्मांड एकमत एक कथा जानती पंडित मोर कहबार तात्पर्य ହେଲା जे पिंड और ब्रह्मांड रे जहा पिंड रे जहा अछि ब्रह्मांड रे से अछि आ समस्त एटा ଜାଣିଛନ୍ତି ଯେ ବିଶ୍व ବ୍ରହ୍ମାଣ୍ଡରେ ଯାହା କିଛି ଅଛି ସେଟା ହଉଛି ପଞ୍ଚଭୂତର ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ। ତାହେଲେ ଆମ ଶରୀରରେ ପଞ୍ଚତତ୍ଵର ନିବାସ ସ୍ଥାନ କଣ ଅଛି ମାନେ ଏତେ କେତେ ସୂକ୍ଷ୍ମ ଟପିକ ଆମ ଋଷି ମୁନି ମାନେ କହିଛନ୍ତି ଯେ ପ୍ରତ୍ୟେକ ଦିଗ ଉପରେ ପ୍ରତ୍ୟେକ ଛୋଟ ଛୋଟ ଜିନିଷ ଉପରେ ପଞ୍ଚତତ୍ଵର ଭ୍ୟାଲିଡିଟି ରହିଛି। ସେଥିପାଇଁ ଶରୀର ଯେତେବେଳେ ସୃଷ୍ଟି ହୁଏ ପଞ୍ଚତତ୍ଵରୁ ସୃଷ୍ଟି ହୁଏ ଏବଂ ପଞ୍ଚଭୂତରେ ବା ପଞ୍ଚତତ୍ଵରେ ବିଲୀନ ହେଇଯାଏ। ଆଉ ଶରୀରରେ ପଞ୍ଚତତ୍ଵର ନିବାସ ସ୍ଥାନ କୋଉଠି? ପଞ୍ଚତତ୍ଵ ମାନେ ଆକାଶ। ଆକାଶ ତତ୍ଵ କୋଉଠି ଅଛି ନା ମସ୍ତିଷ୍କରେ ରହିଲା ଆକାଶ ତତ୍ଵ, କାନ୍ଧରେ ରହିଲା ଅଗ୍ନି ତତ୍ଵ, ନାଭିରେ ରହିଲା, ଆଣ୍ଠୁରେ ରହିଲା ପୃଥ୍ୱୀ ତତ୍ଵ, ପାଦରେ ରହିଲା ଜଳ ତତ୍ଵ। ମାଉଥ ରିପିଟ କରିଦଉଛି ଶରୀରରେ ପଞ୍ଚତତ୍ଵର ନିବାସ ସ୍ଥାନ ଆକାଶ ମସ୍ତିଷ୍କରେ ରହିଲା ଆକାଶ ତତ୍ଵ, କାନ୍ଧରେ ରହିଲା ଅଗ୍ନି ତତ୍ଵ, ନାଭିରେ ରହିଲା ବାୟୁ ତତ୍ଵ, ଆଣ୍ଠୁରେ ରହିଲା ପୃଥ୍ୱୀ ତତ୍ଵ ଆଉ ପାଦରେ ରହିଲା ଜଳ ତତ୍ଵ। ଠିକ ସେମିତି ହାତରେ ବି ଆମର ପଞ୍ଚତତ୍ଵ ଅଛନ୍ତି। ଆଙ୍ଗୁଠିଟା ହଉଛି ଆମର ଆକାଶ ତତ୍ଵ, ତର୍ଜନୀ ହଉଛି ଆମର ବାୟୁ ତତ୍ଵ, ମଧ୍ୟମା ହଉଛି ଆମର ଅଗ୍ନି ତତ୍ଵ, ଅନାମିକା ହଉଛି ଜଳ ତତ୍ଵ, ଏ ଆଙ୍ଗୁଠିଟା କହନ୍ତି ଜଳ ତତ୍ଵ, କନିଷ୍ଠା ହଉଛି ପୃଥ୍ୱୀ ତତ୍ଵ। ଯଦି ପଞ୍ଚମ ଦେଖନ୍ତୁ ଆରେ କେତେ ସୁନ୍ଦର ଆରେ କେତେ ସପ୍ଟଲ ଜିନିଷଟା ଏଇଟା କେହି ବୁଝି ପାରିବେନି ଯୋଉମାନେ ଟିକେ ନାମ ଜପ କରୁଥିବେ ସାଧନ କରୁଥିବେ ସେଇଟା ସେମାନେ ବୁଝିପାରିବେ କି ପାଞ୍ଚଟା ହାତ କିଛି କରିପାରିବନି ବିନା ପାଞ୍ଚ ଆଙ୍ଗୁଠି ବିନା ବିନା ଆଙ୍ଗୁଠି ୟୁଜ କରି କୌଣସି କାମ ହେଇପାରିବ ହେଇପାରିବନି। ତାହେଲେ ଅଙ୍ଗୁଠିଟା ହେଲା ଆକାଶ ତତ୍ଵ, ତର୍ଜନୀ ହେଲା ବାୟୁ ତତ୍ଵ, ମଧ୍ୟମା ହେଲା ଅଗ୍ନି ତତ୍ଵ, ଅନାମିକା ହେଲା ଜଳ ତତ୍ଵ, କନିଷ୍ଠ ହଉଛି ପୃଥ୍ୱୀ ତତ୍ଵ। ଚାରିଟା ଆଙ୍ଗୁଠି ଯାହା କରିବା କଥା କରିଦେବେ କି ଚାରିଟା ଯୋଉ ଅଛି ଫିଙ୍ଗର ଆମର ଏଟା କରିପାରିବେ କିନ୍ତୁ ଯଦି ବୁଢା ଆଙ୍ଗୁଠି ନ ୟୁଜ ହବ ତାହେଲେ କୌଣସି ଆଙ୍ଗୁଠିର କୌଣସି ଭ୍ୟାଲୁ ରହିବନି। ସେଥିପାଇଁ ଆକାଶ ତତ୍ଵର ପ୍ରାଧାନ୍ୟତା ଟା ସଦା ସର୍ବଦା ଉଜ୍ଜୀବିତ। ମୁଁ ତତ୍ଵ ଭିତରକୁ ଯାଉନି ବାସ୍ ମୁଁ ମୋର ଆପଣ ମାନଙ୍କୁ କହିଥିଲି ଆପଣ ମାନେ ଯଦି ମାନେ ରିଲେଟ କରିବାକୁ ଚାହିଁବେ ସେମାନେ ରିଲେଟ କରିପାରିବେ। ସେଥିପାଇଁ ମୁଁ ଆଷ୍ଟ୍ରୋଲୋଜି ପଢେଇଲା ବେଳେ କହିଥିଲି ଯେ ଯେକୌଣସି ଯୋଗ ଫଳିତ ହବ ସେଟା ଆକାଶ ତତ୍ଵରୁ ଫଳିତ ହବ। ସେଥିପାଇଁ ସର୍ବପ୍ରଥମେ କୁଣ୍ଡଲି ଦେଖିଲା ବେଳେ ତାର ଯୋଗଟା ଚେକ୍ କରିବା ଉଚିତ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।